তাকল বুঝনা জিতা রাখুন আজি মোর বড় ভাই বড় বাপাঙ্ক পুଅ বড় ভাই এবং ସିଏ ମଧ୍ୟ ମୋର ଆମେ କ୍ଲାସମେଟ୍ ମଧ୍ୟ ଏବଂ ସେ ମୋର ସରୁ ଭାଇ ମଧ୍ୟ ଏବଂ ଆମେ ଜୀବନର ଅଧା ସମୟ ନିଜ ଭାଇ ଆମେ ଏକାଠି ଆମେ ରହୁଥିଲୁ ଖାଉଥିଲୁ ପାଠ ପଢ଼ୁଥିଲୁ ସବୁ କାମ କରୁଥିଲୁ। ସେ ମୋର ଅତି ପ୍ରିୟ ଥିଲେ। ତାଙ୍କର ଆଜି ଦୁଃଖଦ ଦେହାନ୍ତ ହେଇଯାଇଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ। ଗତକାଲି ରାତିରେ ତାଙ୍କୁ କାର୍ଡ଼ିଆକ୍ ଆରେଷ୍ଟରେ ତାଙ୍କର ଦେହାନ୍ତ ହେଇଯାଇଛି। ଆଜି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା ମୋର। ବ୍ରିକ୍ସ ସମ୍ମିଳନୀ ତ ଆସନ୍ତାକାଲି ଅଛି ଏବଂ ଆଜି କ୍ୟାବିନେଟ୍ ମିଟିଂ ଥିଲା। ଏସଡିସି ମାନଙ୍କର ଗୋଟେ ଟ୍ରେନିଂ ପ୍ରୋଗ୍ରାମ ଥିଲା ୱାର୍କସପ୍ ଏବଂ ତା ସହିତ ମଧ୍ୟ ଆହୁରି ଅନେକ ଯେଉଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ଼ ଉପରେ ମଧ୍ୟ ଆଜି 2 ଜଣ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ଼ ଉପସ୍ଥାପନା କରିବାର ବି ଆଜି ଅବକାଶ ଥିଲା। କିନ୍ତୁ ଭାଇଙ୍କ ଦେହାନ୍ତ କାରଣରୁ ସକାଳୁ ରାତି 2ଟା ପାଖାପାଖିରେ ତାଙ୍କର ହଠାତ୍ କାର୍ଡ଼ିଆଟିକ୍ ଆରେଷ୍ଟରେ ସେ ଦେହାନ୍ତ ହେଇଗଲେ କ୍ୟାପିଟାଲରେ ଏବଂ ସକାଳୁ ତାଙ୍କର ପୋଷ୍ଟମର୍ଟମ୍ ପରେ ଡେଡ୍ ବଡ଼ିକୁ ଏଠି ଅଣାଯାଇକି ବର୍ତ୍ତମାନ ତାର ଶବ ସଂସ୍କାର କାର୍ଯ୍ୟକ୍ରମ ଚାଲିଛି। ତାଙ୍କର ବହୁତ ବଡ଼ ଅସୁବିଧା ନଥିଲା। ଡାଇବେଟିସ୍ ଥିଲା, କଣ୍ଟ୍ରୋଲ ଥିଲା ଏବଂ ହାଲୁକା ଟିକେ ତାଙ୍କର ଲିଭର ଆଫେକ୍ଟେଡ୍ ଥିଲା, କିଡନୀ ବି ଟିକେ ଆଫେକ୍ଟେଡ୍ ଥିଲା। ତାର ଟ୍ରିଟମେଣ୍ଟ ବି ଚାଲୁଥିଲା, ଔଷଧ ବି ଖାଉଥିଲେ। ଭୁବନେଶ୍ୱରରେ ମୋ ପୁରୁଣା କ୍ୱାର୍ଟରରେ ହିଁ ସେ ରହୁଥିଲେ। ଗତକାଲି ତାଙ୍କ ପରିବାର ତାଙ୍କ ମିସେସ୍ ବି ଯାଇଥିଲେ, ଝିଅମାନେ ବି ଥିଲେ। ଏସବୁ ଥିଲା ପରେ ବି ଯେତେବେଳେ ରିପୋର୍ଟଟା ବ୍ଲଡ଼ ରିପୋର୍ଟ ଆସିଲା ପରେ ଜେନେରାଲି ସିଏ ତାକୁ ଡକ୍ଟରଙ୍କୁ ଦେଖେଇବାର ଥିଲା। ସେ ଡକ୍ଟର ପାଖକୁ ସେ ରିପୋର୍ଟଟି ପହଞ୍ଚି ପାରିଲା ନାହିଁ। ମେ ବି ଇଏ ବି ଗୋଟେ କାରଣ ହେଇପାରେ, ଯେହେତୁ କ୍ରିଏଟିନ୍ଟା ବହୁତ ହାଇ ହେଇଯାଇଥିଲା ଏବଂ LDHଟା ବି ହାଇ ହେଇଯାଇଥିବା। या कारण जो समस्या गुड़िक तैयारी है जहाँ कैपिटल हॉस्पिटल निर्देशक जहाँ रिपोर्ट देले राति ये परिस्थिति कार्डियक अरेस्ट है तो जहाँफल अध घंटा भितर ही देहांत हो जाए। ये बड़ दुर्भाग्यजनक कथा। 2टी झील अच्छा गोटे +2 पास कर गोटे 5म 6ठ श्रेणी बोधे पढ़ुची। से भाई अमायिक व्यक्ति थे, क्या से झगड़ा करती ना, समस्त को भल पाती आ भल पाइबा भितर ये समस्त सहित मिसुले एवं स्थानीय जो आमर पलासपंगा पाखे जो MSP प्लांट अच्छी से निजुक्ति पाई चाकरी करुले लंबा समय धरिकी एवं ड्यूटी करती एवं निजर परिवार कथा बुझती। ये सब सत्य भी भगवान कौन इच्छा थिला ये तो अलग कथा, किंतु तांकर काली राति डेथ हो जाइए एवं आज शव संस्कार करने मोर समस्त कार्यक्रम को मु बातिल करी गाँ को आसी। एठी बहु संख्यार 100 संख्यार समस्ते जो मैंने भल पाते गाँव पंचायत आखपाख अंचल जिला हेडक्वार्टर अनेक सब भाई मैंने आसछंती एवं समस्ते शेष दर्शन करिछंती एवं तांकर आत्मार सद्गति कामना करी आज तांकर शव संस्कार कार्यक्रम ये चली।